ଆଜି ହେଉଛି ଅମାବାସ୍ୟା। ଖାଲି ଅମାବାସ୍ୟା ନୁହେଁ, ବଉଳଗୁଡ଼ି ଅମାବାସ୍ୟା। ଆଜି ପରଠାରୁ ଆମ୍ବ ଗଛରେ ବଉଳ ଫଳିବ। ଆଉ ଲୋକମାନେ ଆମ୍ବ ଗଛ ମୂଳେ ଆଜି ପୂଜା ବି କରନ୍ତି। ତ ମୋତେ ଅମାବାସ୍ୟା ପାଇଁ ପିଠା କରିବାର ଥିଲା, ସେଥିପାଇଁ ମୁଁ ଅଧସରେ ଚାଉଳ ଏଠି ପାଣିରେ ଭିଜେଇ ନେଇଥିଲି 2 ଘଣ୍ଟା ପାଇଁ। ଆଉ ସେଇ ଭିତରେ ମୁଁ ଚାଲି ଯାଇଥିଲି ମୋର ରୋଷେଇ କରିବା ପାଇଁ। ତ ରୋଷେଇଟା ମୋର ଏଠି ଷ୍ଟାର୍ଟ ହେଇଯାଇଥିଲା। ସିମ ଆଉ ଆଳୁ ଆଉ ମଞ୍ଜାକୁ ମୁଁ ଏଠି ଭଲ ଭାବରେ ସଜାଡ଼ି ଦେଇଥିଲି। ସେଇ ଭିତରେ ଝିଅ ବି କାନ୍ଦୁଥିଲା, ତାକୁ ଧରିକି ମୋତେ ଏମିତି ସବୁ ରୋଷେଇ କରିବାକୁ ପଡ଼ୁଥିଲା। ଆଉ ମସଲାଟାକୁ ବାଟିକି ମୁଁ ଏମିତିରେ ଭଜାରେ ଦେଇଥିଲି। ଆଉ କୁକରରେ କିଛି ଡାଲି ଆଉ ମଟରକୁ ମୁଁ ଭେଦେଇକି ଏମିତି ତରକାରୀ କରିନେଇଥିଲି, କାହିଁକିନା ଡାଲି ଟିକେ ଅଳ୍ପ ଥିଲା ଆଉ ମଟର ଅଳ୍ପ ଥିଲା। ତ ଦୁଇଟାକୁ ମିଶାଇକି ମୁଁ ଏମିତି ଭାବେ ତରକାରୀ କରିନେଇଥିଲି। ସେଇ ଭିତରେ ମୋର ଦେଖନ୍ତୁ ଏଠି ଚାଉଳ ପୁରା 2 ଘଣ୍ଟା ପାଇଁ ଯେଉଁ ଭିଜେଇ ଯାଇଥିଲା, ତାକୁ ଏମିତି ବାଲି ଛଣା କରିଦେଇକି ଛାଣିକି ରଖିଦେଇଥିଲି। ସେଟା ଭଲ ଭାବରେ ଶୁଖି ଯାଇଥିଲା। ଆଉ ତାକୁ ଏବେ ମିକ୍ସଚର ଜାରରେ ମୁଁ ଭଲ ଭାବରେ ପେଷି ନେଇଥିଲି। ଆଉ ପେଷି ସାରିବା ପରେ ତାକୁ ଏମିତି ଚଲେଇ ବି ନେଇଥିଲି। ଚଲେଇକି ରଖିଥିବା ଚୁନାଟାକୁ ମୁଁ ଏମିତି ଭଲ ଭାବରେ ପାଣି ଦେଇକି ଚୁନାଟାକୁ ଢାଳିକି ଖଳି ଜନ୍ତି ନେଇଥିଲି। ଯଦି ଖଳିଟା ଭଲ ଭାବରେ ସିଝିଯିବ ତାହେଲେ ଏଇ ବହୁତ ଭଲ ବି ହେବ ପିଠା। ଖଳି ଆମର ଏଠି ବହୁତ ଭଲ ଭାବରେ ହେଇଯାଇଥିଲା। ଆଉ ତାକୁ ଥଣ୍ଡା କରିବା ପାଇଁ ମୁଁ କିଛି ସମୟ ଛାଡ଼ି ଦେଇଥିଲି। ତାପରେ ଥଣ୍ଡା ହେଇସାରିବା ପରେ ତାକୁ ଏମିତି ଗୋଲ ଗୋଲ ପୁରା ବନେଇ ଦେଇଥିଲି। ଖଳିଟା ଏତେ ସୁନ୍ଦର ହେଇଥିଲା ଯେ ଦେଖନ୍ତୁ ପିଠା ଗୁଡ଼ା ସବୁ ପୁରା ରସଗୋଲା ଭଳିଆ ଦେଖାଉଥିଲା। ଦେଖୁନାହାନ୍ତି କେତେ ସୁନ୍ଦର ଦେଖାଯାଉଛି। ଆମର ଏଠି 2 ପ୍ରକାର ପିଠା ହେଇଥିଲା। ତାପରେ କ୍ଷୀରଟାକୁ ଏମିତି ମୁଁ ଭଲ ଭାବରେ ଫୁଟେଇ ନେଇଥିଲି। ଆଉ କ୍ଷୀରଟା ଭଲ ଭାବରେ ଫୁଟି ଆସିଲା ପରେ ପିଠା ସବୁକୁ ମୁଁ ଏଥିରେ ଦେଇଥିଲି। ଯେଉଁ ମାନେ 2 ପ୍ରକାର ପିଠା ଆମର ବନା ହେଇଥିଲା ସେ ସବୁକୁ ଏକା ସାଙ୍ଗରେ ଦେଇଥିଲି। ଆଉ ମଝିରେ ମଝିରେ ଏମିତି ପିଠା କାଟିକା ତାକୁ ମାରୁଥିଲି, ନହେଲେ ଲାଗିଯିବ। ତ ପିଠାଟା ଆମର ଏମିତି ପୁରା କମ୍ପ୍ଲିଟ୍ ହେଇଯାଇଥିଲା। ତ ଏବେ ମୁଁ ପୁରା ନେଇ ଆସିଥିଲି ଆଉ ଟେଷ୍ଟ କରିଥିଲି। ଟେଷ୍ଟ ବି ବହୁତ ବଢ଼ିଆ ଥିଲା। ତ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।